ସିଏ ମତେ ଆଣିକି ପାରାଦୀପରେ ରଖିଥିଲେ 3 ମାସ। ତାପରେ ପଇସା ସକାଶେ ଟିକେ ଅସୁବିଧା ହେଲା, ମତେ ନେଇକି ଯୋଉ ଚୁଙ୍ଗୁଡି କମ୍ପାନୀରେ ଛାଡି ଦେଇକି ଆସିଲେ। ଆସି ସାରିଲା ପରେ ମୁଁ ଫୋନକୁ ଅପେକ୍ଷା କଲି, ଫୋନ ବି ସୁଇଚ୍ ଅଫ୍ ହେଇଗଲା। 15 ଦିନ ବି ସେଠି ବି ମତେ ହଇରାଣ କରିଛନ୍ତି। ମୁଁ ଆସିକି ଥାନାରେ ଦେଲି, ଥାନା ବାଲା ମତେ ଆମର 82 ମୌଜା କଟକ, ତୁ ସେଠି ଥାନାରେ ଦେଲି ଭେଣ୍ଟେକା। ସେ ଥାନାରେ ଦେଲି, ଥାନାରେ ଦେଇ ସାରିଲା ପରେ ମତେ କହିଲେ ଯେ ଆଉ ତମେ ଯାଉନ ତା ଘର ଦୁଆର ପାଖେ ବସିବ, ଭୁଲଟା କରିଛ ଯୋଉଠି ଯା ତା ଘର ଦୁଆର ପାଖେ ବସିବ। ଏମିତି କହିଲେ ଥାନା ବାଲା। ମାନେ ମୁଁ ତଥାପି ତା ଘର ଦୁଆର ପାଖରେ ସକାଳ 8ଟାରୁ ରାତି 8ଟା ଯାକେ ବସିଲି। ଆଜି 3 ମାସର କଥା କହୁଛି। ବସି ସାରିଲା ପରେ ଥାନା ବାଲା ଗଲେ, ପୁଣି ଥରେ ରାତି 11ଟାରେ ଗଲେ ନେଇକି ଆସିଲେ। ନେଇକି ଆସିଲା ପରେ ମୋ ବାପା ମା, ମୋ ଭାଇ, ମୋ ଶାଶୁ ଶ୍ୱଶୁର, ଦେଢୁଶୁର, ଯା ସମସ୍ତଙ୍କୁ ଡକେଇଲେ। ତାଙ୍କ ଭିତରେ କଣ କଥାବାର୍ତ୍ତା ହେଲେ। ହେଇସାରିଲା ପରେ ମୋ ଭାଇ କହିଲା ଯେ ଡାଇରେକ୍ଟ ଆମେ ତାକୁ ଆଉ ଗ୍ରହଣ କରିବୁନି। ମୋ ସ୍ୱାମୀ କହିଲା ଯେ ସେ ଯାହା ସହିତ ଯାଇଛି ସେ ତା ପାଖେ ରହିବ, ହେଲେ ମୁଁ ବି ତାକୁ ଆଉ ଗ୍ରହଣ କରିବିନି। ସେ ବି ନେକି ନାକିକି ଦେଇଦେଲେ। ଥାନା ବାଲା ମତେ ଆଉ କିଛି ପୁଅ ଘର କଥା ପଚାରିଲା କି ପୁଅ ଘରକୁ ଯିବା କି ଜୋର କରିବା କିଛି କହିପାଇଲେନି। ସେ ନେଇକି ମତେ ପୁଣି ଚୁଙ୍ଗୁଡି କମ୍ପାନୀରେ ଛାଡିଦେଲେ। ତାପରେ ସେଠି ଥଣ୍ଡା ବହୁତ ହେଲା, ଆଉ କମ୍ପାନୀ ଚାଲିଲାନି। ସେଠୁ ସାଙ୍ଗସାଥି ହେଇକି ଏଠିକି ଆସିଲି। ମଙ୍ଗୁଳି ପାଖରେ ଗିଲାସ କମ୍ପାନୀରେ ମୁଁ କାମ କରୁଛି। କାମ କଲା ଭିତରେ ଗିଲାସ କମ୍ପାନୀରେ ଟିକେ ଅସୁବିଧା ହେଲା ଚଳିବାକୁ ସାଙ୍ଗସାଥି ଭିତରେ। ସେଠୁ ଆଗକୁ କହିଲି, ମୁଁ କହିଲି ଦେଖ ମୁଁ ଏମିତି ଏମିତି ଅସୁବିଧାରେ ପଡିଛି, ମୁଁ କୁଆଡେ ଅବିକା ଯିବି। ନା ତୁ ବ୍ୟସ୍ତ ହନି, ତୁ ଯାଇକି ଥାନାରୁ କେସ୍ ଉଠେଇ ଦେ, ମୁଁ ତୋ ପାଖରେ ଯାଇକି ରହିବି। ମୁଁ କହିଲି ତୁ ଯୋଉ ଜାଗା ମତେ ନ ରଖିଛୁ ମୁଁ ଥାନାରୁ କେସ୍ ଉଠେଇବି ନାହିଁ।